ଗାଁ ଏକ ଅପୂର୍ବ ଅନୁଭୂତି। ଭାରତର ଓଡ଼ିଶା ରାଜ୍ୟର ଗାଁଗୁଡ଼ିକ ପ୍ରାଚୀନ ସଂସ୍କୃତି ଓ ପରମ୍ପରାର ଉତ୍ତମ ଉଦାହରଣ ହେବା ସହିତ ସେମାନେ ବିଶେଷ ଅନୁଭୂତି ଓ ଆନନ୍ଦ ଦେଇଥାନ୍ତି। ଏହି କଥା ହେଉଛି ଏକ ଏମିତି ଗାଁର ଯାହାର ନାମ ହେଉଛି ନିର୍ମାଳୀ। ଏହି ଗାଁ ହେଉଛି ଓଡ଼ିଶାର ଏକ ପ୍ରାଣବନ୍ତୀ ଗାଁ, ଯେଉଁଠାରେ ସମସ୍ତ ଲୋକମାନେ ପରସ୍ପର ମିଳିଝୁଲି ବାସ କରନ୍ତି। ନିର୍ମାଳୀ ଗାଁର ଏକ ସାଧାରଣ ସକାଳ ଆରମ୍ଭ ହୁଏ, ଯେଉଁଠାରେ ଲୋକମାନେ ସନ୍ତୋଷର ସହିତ ଆପଣଙ୍କର କାମ କାର୍ଯ୍ୟ କରନ୍ତି। ଗାଁର ମୁଖ୍ୟ ସାମ୍ପ୍ରଦାୟିକ କ୍ଷେତ୍ର ହେଉଛି କୃଷି, ଯେଉଁଠାରେ କେବଳ ଗାଁର ନାରୀ ଓ ପୁରୁଷ ଅନେକ ପ୍ରୟାସ କରିଥାନ୍ତି। ଗାଁର ସମ୍ପୂର୍ଣ୍ଣ ଅବିକଳ୍ପ ନିର୍ମାଳୀ ଗାଁର ପ୍ରାଚୀନ ଏବଂ ସୁସ୍ଥ ପରିବେଶ ଅଧିକାର କରିଥାଏ। ସେଠାରେ ଗୋଟିଏ ସୁନ୍ଦର ଜଳ ସଂଗ୍ରହ, ଏକ ପ୍ରାଚୀନ ମନ୍ଦିର ଏବଂ ଗାଁର ଲୋକମାନଙ୍କ ପ୍ରମୁଖ ଆଶ୍ରୟସ୍ଥଳ ଅଟୁଟ ରହିଛି। ଗାଁର ପ୍ରାଚୀନ ମନ୍ଦିରଟି କିଛି ଅବସରରେ ଗାଁର ଲୋକମାନେ ପ୍ରାର୍ଥନା କରିଥାନ୍ତି। ଏହି ମନ୍ଦିରରେ ମାତ୍ର 4ଟି ପାଇଁ ସହଯୋଗ କରାଯାଏ। ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟୁଟ ଦ୍ୱାର ରହିଛି। ଗାଁର ନିମ୍ନତମ ସଂସ୍କୃତି ଦ୍ୱାରା ଲୋକମାନେ ଏକ ମାନବ ଭାବେ ପ୍ରତିଦିନ ଏକ ଅନନ୍ୟ ଭାବରେ ସେବା କରନ୍ତି। ଗାଁର ପ୍ରତ୍ୟେକ ବ୍ୟକ୍ତିଙ୍କର କୃତଜ୍ଞତା ଗାଁର ପରିବେଶର ପ୍ରାଣବନ୍ତୀ ଅନୁଭୂତିକୁ ପ୍ରକାଶ କରେ। ତଥାପି ନିର୍ମାଳୀ ଗାଁର ସ୍ୱାଭାବିକ ଶୋଭା ଓ ମନୋରମ ଦୃଶ୍ୟ ଏହି ଗାଁର ଅନ୍ୟ ଗାଁଗୁଡ଼ିକୁ ପ୍ରେରିତ କରିଥାଏ। ଗାଁର ଆନନ୍ଦ ଓ ସଂସ୍କୃତି ସବୁବେଳେ ମଧୁର ଥାଏ। ତାହେଲେ ଏହି ଗାଁର ସୁନ୍ଦର ଲୋକମାନେ ଅବଶ୍ୟ ଏକ ଶ୍ରେଷ୍ଠ ଉଦାହରଣ ସ୍ଥାପନା କରିଛନ୍ତି। ତାଙ୍କର ଗାଁର ଆନନ୍ଦ ଓ ସଂସ୍କୃତିର ଏହି ଗଳ୍ପ କେବଳ ଓଡ଼ିଶା ନୁହେଁ, ସାର୍ବଭୌମିକ ଭାବରେ ପ୍ରେରଣା ଦେଇଛି। ସମାପ୍ତ।